ବର୍ତ୍ତମାନ ରାଉରକେଲା ହୋମଗାର୍ଡ଼ ତରଫରୁ ଏକ୍ଜାମ୍ ପାଇଁ ଆପଣଙ୍କର ନୋଟିସ୍ ହେଇଯାଇଛି। ଏଠାରେ ଟୋଟାଲ୍ ଆପଣଙ୍କର 107ଟି ପୋଷ୍ଟ ପାଇଁ ଏଠାରେ ଆପଣଙ୍କର ଏକ୍ଜାମ୍ ହେବ ଓ ଏଠାରେ ଆପଣଙ୍କର ଏକ୍ଜାମ୍ ପାଇଁ ଇସ୍ପାତ ଷ୍ଟାଡ଼ିୟମ୍ ସେକ୍ଟର 6 ରାଉରକେଲାକୁ ଏଠାରେ ଚୟନ କରାଯାଇଛି। ଏଠାରେ ଆପଣଙ୍କୁ ସକାଳ 5 ଘଟିକା ସମୟରେ ଆପଣଙ୍କର ମୂଳ ପ୍ରମାଣପତ୍ର ଯେପରିକି ଭୋଟର କାର୍ଡ଼, ଆଧାର କାର୍ଡ଼ କିମ୍ବା ଯେକୌଣସି ଅନ୍ୟାନ୍ୟ ସରକାରୀ ପରିଚୟ ପତ୍ର ଯାହାକି ଆପଣ ଫର୍ମ ଫିଲ୍ଅପ୍ କଲାବେଳେ ଦେଇଥିବେ ଓ ତାହାର ଏକ ଜେରକ୍ସ କପି ମଧ୍ୟ ଏଠାରେ ଧରିକି ଆସିଥିବେ ଓ ଏଠାରେ ଆପଣଙ୍କ ନିଜ କଲମ ଓ ପରୀକ୍ଷା ପଟା ଓ ପାଣି ବୋତଲ ସାଙ୍ଗରେ ନେଇ ଆସିଥିବେ ଓ ଏଠାରେ ହୋମଗାର୍ଡ଼ କାର୍ଯ୍ୟାଳୟ ତରଫରୁ ଆପଣଙ୍କୁ ଏହା କିଛି ଯୋଗାଇ ଦିଆଯିବ ନାହିଁ। ତେଣୁ ଏଠାରେ ଆପଣଙ୍କର ପ୍ରାର୍ଥୀମାନଙ୍କ ଚୟନ ପାଇଁ ନିମ୍ନଲିଖିତ ପଦ୍ଧତି ଗୁଡ଼ିକ ଉଲ୍ଲେଖ କରାଯାଇଛି। ଯେପରିକି ପୂର୍ବରୁ ଯଦି ଆପଣଙ୍କ ଫର୍ମଟିକୁ ରିଜେକ୍ଟ କରିଦିଆଯାଇଛି, ଯେପରିକି ଏଠାରେ ଆପଣ ଯଦି ସଫିସିଏଣ୍ଟ ଡକୁମେଣ୍ଟ ପ୍ରଡ୍ୟୁସ୍ କରିନଥିବେ କିମ୍ବା ଫର୍ମଟିକୁ ଭୁଲ ଫିଲ୍ଅପ୍ କରିଥିବେ, କିଛିଟା ମିସିଂ କରିଥିବେ, ତ ସେ ଗ୍ରାଉଣ୍ଡରେ ଆପଣଙ୍କୁ 7/6/2025 ଆପଣଙ୍କୁ ଏଠାରେ ଡକୁମେଣ୍ଟକୁ ସଂଶୋଧନ କରିବା ପାଇଁ ସୁଯୋଗ ଦିଆହେବ ଓ ଏଠାରେ ଆପଣ ମିସିଂ ଥିବା ଡକୁମେଣ୍ଟକୁ ମଧ୍ୟ ଆଉଥରେ ଆଟାଚ୍ କରିପାରିବେ। ନିର୍ଦ୍ଦିଷ୍ଟ ଦକ୍ଷତା ବା ଟ୍ରେଡ୍ ଓ ସାଧାରଣ ଡ୍ୟୁଟି ବା ଜେନେରାଲ ଡ୍ୟୁଟି ଆପଣଙ୍କର ପ୍ରାର୍ଥୀମାନଙ୍କ ପାଇଁ ପୃଥକ ପରୀକ୍ଷା ହେବ। ଯେପରିକି ନିମ୍ନଲିଖିତ ଟ୍ରେଡ୍ ଆପଣଙ୍କର ଯଦି ରହିଛି କିମ୍ବା ଧୋବି କାମ କିମ୍ବା ବଢ଼େଇ କାମ କିମ୍ବା କମ୍ପ୍ୟୁଟର କିମ୍ବା ଆପଣଙ୍କର ଗାଡ଼ି ଚାଳନା ପାଇଁ ଏସବୁ ପାଇଁ ଅନ୍ୟତ୍ର ପରୀକ୍ଷା ହେବ ଓ ଏଠାରେ ଜେନେରାଲ ଡ୍ୟୁଟି ବା ସାଧାରଣ ହୋମଗାର୍ଡ଼ ପାଇଁ ଏଠାରେ ଅନ୍ୟ ପରୀକ୍ଷା ହେବ ଓ ଏଠାରେ ଆପଣଙ୍କର ଅନ୍ୟ ସବୁ ଟର୍ମ କଣ୍ଡିସନ୍ ଗୁଡ଼ାକ ଏଠାରେ ଲେଖା ଅଛି। ଏହା ଆପଣ ପଢ଼ିନେବେ। ଏ PDF ଫାଇଲ୍ଟାକୁ ମୁଁ ମୋ ଟେଲିଗ୍ରାମ ଚ୍ୟାନେଲରେ ଛାଡ଼ିଥିବି, ସେଠାରୁ ଦେଖି ଆପଣ ଏଠାକୁ ପଢ଼ିଦେବେ। ଦେନ୍ ଆମେ ନେକ୍ସଟକୁ ଯିବା। ଏଠାରେ ଆପଣଙ୍କର ପରୀକ୍ଷା ଯୋଜନା ଗୁଡ଼ିକ ରହିଛି, ଯେପରିକି ଆପଣଙ୍କର ଏଠାରେ ପ୍ରଥମେ ଯୋଗ୍ୟତାମୂଳକ ପରୀକ୍ଷାରେ ଭାଷା ପରୀକ୍ଷା ଆପଣଙ୍କର ହେବ ଓ ଏହା ଆପଣଙ୍କର 9/6/2025 ଏଠାରେ କଣ୍ଡକ୍ଟ ହେବ 7:30 ଠାରୁ ଇସ୍ପାତ ଷ୍ଟାଡ଼ିୟମ୍ ସେକ୍ଟର 6 ରାଉରକେଲାରେ ଓ ଏଠାରେ ଆପଣଙ୍କର ପ୍ରଥମ ପରୀକ୍ଷା ଯାହାକି ଭାଷା ପରୀକ୍ଷା ହେବ ଓ ଏଠାରେ ଆପଣଙ୍କର 30 ମିନିଟ୍ର ଟାଇମ୍ ଅବଧି ଦିଆଯିବ ଓ ଏଠାରେ ଆପଣଙ୍କୁ 20 ମାର୍କର ଏକ୍ଜାମ୍ ଦେବାକୁ ପଡ଼ିବ ଓ ସେଥିରେ ଆପଣଙ୍କୁ 60% ସିକ୍ୟୁର କଲେ ସେଠାରେ ଆପଣ ଯୋଗ୍ୟ ବିବେଚିତ ହେବେ, ଯାହାକି 20ରୁ ଆପଣ 12 ମାର୍କରୁ ଅଧିକ ଯଦି ରଖିବେ ଦେନ୍ ଏଠାରେ ଆପଣ ନେକ୍ସଟ ଏକ୍ଜାମ୍ ପାଇଁ ମନୋନୀତ ହେବେ ଓ ଏଠାରେ ଆପଣଙ୍କର ଭାଷା ପରୀକ୍ଷାରେ ଆପଣଙ୍କର ରଚନା ଲେଖା ଆପଣଙ୍କର ହେବ। ଗୋଟିଏ ରଚନା ପଡ଼ିପାରେ କିମ୍ବା ଆପଣଙ୍କ 2ଟି ରଚନା ପଡ଼ିପାରେ, 10 ମାର୍କ 20 ମାର୍କର କିମ୍ବା ଗୋଟେ 20 ମାର୍କର ରଚନା ପଡ଼ିପାରେ। ଦେନ୍ ନେକ୍ସଟ ଏଠାରେ ଆପଣଙ୍କର ସେକେଣ୍ଡ ପରୀକ୍ଷା ଯାହାକି OMR ମୋଡ଼ରେ ହେବ ଓ ଏହା ମଧ୍ୟ ପୁରୋପୁରି ସମସ୍ତ ପ୍ରାର୍ଥୀଙ୍କ ପାଇଁ ହେବ, ଉଭୟ ଟ୍ରେଡମ୍ୟାନ୍ ଓ ଜେନେରାଲ ଡ୍ୟୁଟି ବାଲାମାନଙ୍କ ପାଇଁ। ଏହା ମଧ୍ୟ ଆପଣଙ୍କର 9 ତାରିଖ ଆପଣଙ୍କର କଣ୍ଡକ୍ଟ ହେବ ଓ ପ୍ରଥମ ପରୀକ୍ଷା ଯାହାକି 7:30ରେ ଆପଣଙ୍କର ଷ୍ଟାର୍ଟ ହେଇଥିଲା ଓ ଏହା 8:30ରୁ ଆପଣଙ୍କର 9:30 ମଧ୍ୟରେ ଏଠାରେ ଷ୍ଟାର୍ଟ ହେବ ଓ ଏହା ଓଡ଼ିଆ ଭାଷା ଏବଂ ସାଧାରଣ ଜ୍ଞାନ ବା ଜେନେରାଲ ନଲେଜର ଆପଣଙ୍କର ଏକ୍ଜାମ୍ଟି ହେବ ଓ ଏଠାରେ ଆପଣଙ୍କୁ 60 ମିନିଟ୍ ବା 1 ଘଣ୍ଟାର ଟାଇମ୍ ଦିଆଯିବ ଓ ଏଠାରେ ଆପଣଙ୍କର 40 ମାର୍କ ରହିବ ଓ ଏଠାରେ ଆପଣଙ୍କର 40ଟା MCQ ବା OMR ଅବଜେକ୍ଟିଭ୍ କ୍ୱେଶ୍ଚିନ୍ ଆସିବ, ଯାହାକି 4ଟି ଆପଣଙ୍କର ଅପସନ୍ ଦିଆହେଇଥିବ। ପ୍ରତି ଅପସନ୍ରୁ ଗୋଟେ ଆପଣ ଚୟନ କରିବେ ଓ ଏଠାରେ ପ୍ରତି କ୍ୱେଶ୍ଚିନ୍ର ଆପଣଙ୍କୁ 1 ମାର୍କ ମିଳିବ ଓ ଏଠାରେ କୌଣସି ନେଗେଟିଭ୍ ମାର୍କ ନାହିଁ ଆପଣଙ୍କର। ଦେନ୍ ଏଠାରେ ଆପଣ ଯେତେଟା ଠିକ୍ କରିବେ ଆପଣ ସେତେ ମାର୍କ ହିଁ ପାଇବେ। ଦେନ୍ ଏଠାରେ ଆମେ 3 ନମ୍ବରକୁ ଯିବା। ଦେନ୍ ପ୍ରଥମ 2 ଗୋଟି ପରୀକ୍ଷା ଆପଣ କମ୍ପ୍ଲିଟ୍ କରିସାରିଲା ପରେ ଆପଣଙ୍କ ପାଇଁ 3 ନମ୍ବର ଏଠାରେ ରାଉଣ୍ଡ ରହିଛି, ଯାହାକି ଏଠାରେ ଭୌତିକ ମାନଦଣ୍ଡ ମାପ ବା ଆପଣଙ୍କର ଫିଜିକାଲ୍ ମେଜରମେଣ୍ଟ ଟେଷ୍ଟ ଏଠାରେ। ଦେନ୍ ଏଠାରେ ଏହାର କୌଣସି ଡେଟ୍ ମେନସନ୍ କରାଯାଇନି। ଏଠାରେ ଆପଣଙ୍କୁ କେବେ ଫିଜିକାଲ୍ ଟେଷ୍ଟ ହେବ ଓ ଏଠାରେ କୌଣସି ମାର୍କ ଦିଆଯିବ ନାହିଁ, ଏହା କେବଳ ଯୋଗ୍ୟତାମୂଳକ ପରୀକ୍ଷା। ଦେନ୍ ଚତୁର୍ଥରେ ଆପଣଙ୍କର ଏଠାରେ ଡାକ୍ତରୀ ପରୀକ୍ଷା ଅଛି, ଯାହାକି ମେଡ଼ିକାଲ ଟେଷ୍ଟ। ଏଠାରେ ମଧ୍ୟ ଆପଣଙ୍କୁ କୌଣସି ଡେଟ୍ ଦିଆଯାଏ ନାହିଁ। ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡ ସରିଲା ପରେ ଆପଣଙ୍କୁ ତୃତୀୟ ଓ ଚତୁର୍ଥ ପାଇଁ ଡେଟ୍ ମେନସନ୍ କରିଦିଆଯିବ ଓ ଏଠାରେ ମଧ୍ୟ କୌଣସି ଆପଣଙ୍କୁ ମାର୍କ ଏକ୍ସଟ୍ରା କିଛି ମିଳିବ ନାହିଁ, ଏହା କେବଳ ଯୋଗ୍ୟତାମୂଳକ ଆପଣଙ୍କର ପରୀକ୍ଷା। ଦେନ୍ ଏଠାରେ ଆପଣଙ୍କୁ ଗୋଟେ ମେଡ଼ିକାଲ ଅଫିସର ଆସିବେ, ଯାହାକି ଆପଣଙ୍କର ଚେକ୍ କରିବେ। ଦେନ୍ ଏଠାରେ ଆପଣଙ୍କୁ ଯଦି ଅଯୋଗ୍ୟ ଘୋଷିତ କରିଦେଉଛନ୍ତି ଦେନ୍ ଏଠାରେ ଆପଣଙ୍କୁ ରିଜେକ୍ଟ କରିଦିଆଯିବ। ଦେନ୍ ନେକ୍ସଟ ପଞ୍ଚମ ପଏଣ୍ଟରେ ଆପଣଙ୍କ ନିର୍ଦ୍ଦିଷ୍ଟ ବର୍ଗ ବା ଦକ୍ଷତା ନଥିବା ପ୍ରାର୍ଥୀ ବା ଜେନେରାଲ ଡ୍ୟୁଟି ଆପଣ ଜେନେରାଲ ହୋମଗାର୍ଡ଼ ବାଲାମାନଙ୍କ ପାଇଁ ଏଠାରେ ଆପଣଙ୍କର ଫିଜିକାଲ୍ ଟେଷ୍ଟ ରହିବ, ଯାହାକି ଏଠାରେ ଡେଟ୍ ସୂଚନା ଦିଆଯାଏ ନାହିଁ। ଏଠାରେ ଉଭୟ ପୁରୁଷ ଓ ମହିଳା ଏଠାରେ ଟେଷ୍ଟ ଦେବେ
ଆପଣଙ୍କର ଏଠାରେ ଟେଷ୍ଟ ରହିବ 2 କିଲୋମିଟର ୱାକିଂ ରହିବ ଚାଲିବା ପାଇଁ। ଏଠାରେ ପୁରୁଷମାନଙ୍କ ପାଇଁ 16 ମିନିଟ୍ରେ ଆପଣଙ୍କର 20 ମାର୍କ ମିଳିବ ଓ ଆପଣ ଯଦି 18 ମିନିଟ୍ରେ କମ୍ପ୍ଲିଟ୍ କରିଦେଉଛନ୍ତି 2 କିଲୋମିଟର ଦେନ୍ ଏଠାରେ ଆପଣଙ୍କୁ 15 ମାର୍କ ମିଳିବ। ଦେନ୍ ଏଠାରେ ଆପଣ ଯଦି 20 ମିନିଟ୍ରେ କମ୍ପ୍ଲିଟ୍ କରୁଛନ୍ତି ଦେନ୍ ଏଠାରେ 10 ମାର୍କ ମିଳିବ। ଯଦି ଆପଣ ଏଠାରେ 16 ମିନିଟ୍ ଭିତରେ କମ୍ପ୍ଲିଟ୍ କରୁଛନ୍ତି ଦେନ୍ ଆପଣଙ୍କୁ ସବୁଠୁ ବେଶୀ 20 ମାର୍କ ଏଠାରେ ସିକ୍ୟୁର କରିପାରିବେ। ଦେନ୍ ଏଠାରେ ଦକ୍ଷତା ବର୍ଗ ବା ଟ୍ରେଡ୍ ବାଲାମାନଙ୍କ ପାଇଁ କୌଣସି ଟେଷ୍ଟ ନାହିଁ। ଏଠାରେ ଯିଏ ଯାହାର ଟ୍ରେଡ୍ର କୌଶଳ ଏଠାରେ ଦେଖେଇବ ଓ ସେଠାରେ ଆପଣଙ୍କୁ 20 ମାର୍କରୁ ଆପଣଙ୍କ ପାଇଁ ମାର୍କ ଦିଆଯିବ। ଦେନ୍ 6 ନମ୍ବର ପଏଣ୍ଟରେ ଆପଣଙ୍କ ପାଇଁ ଏଠାରେ ଭାଇବା ପରୀକ୍ଷା ଅଛି, ଯାହାକି ବ୍ୟକ୍ତିଗତ ସାକ୍ଷାତକାର। ଆପଣଙ୍କର ଭାଇବା ଟେଷ୍ଟ ନିଆଯିବ। ଏଠାରେ ମଧ୍ୟ ଆପଣଙ୍କର ଡେଟ୍ ମେନ୍ସନ୍ ହେଇନାହିଁ, ଏହା ଆଗକୁ ଡେଟ୍ ମେନ୍ସନ୍ କରାଯିବ। ଦେନ୍ ଏଠାରେ ଆପଣଙ୍କୁ 20 ମାର୍କ ମିଳିବ ପର୍ସନାଲ୍ ଇଣ୍ଟରଭ୍ୟୁ ସେକ୍ସନରେ। ଦେନ୍ ଏଠାରେ 7 ନମ୍ବର ପଏଣ୍ଟରେ ଆପଣଙ୍କ ପାଇଁ ଅଛି, ଯଦି ଏଠାରେ ଆପଣଙ୍କର କେହି ସମ୍ପର୍କୀୟ ଯଦି କାର୍ଯ୍ୟରତ, ସେ ଯଦି କାର୍ଯ୍ୟରେ ଥିବାବେଳେ ଆପଣଙ୍କର ମୃତ୍ୟୁ ହୋଇଯାଇଛି ଦେନ୍ ଏଠାରେ ଆପଣଙ୍କ ପାଇଁ ଏକ୍ସଟ୍ରା 10 ମାର୍କ ମିଳିବ। ଯଦି ତାଙ୍କର କୌଣସି ସମ୍ପର୍କୀୟ ଆପଣ ଯଦି ହୋଇଥିବେ ତ ଏଠାରେ ମଧ୍ୟ ଆପଣଙ୍କର ସୂଚନା ଦିଆଯାଏ ନାହିଁ, ଏହା କେବେ କଣ୍ଡକ୍ଟ କରାଯିବ। ଦେନ୍ ଏଠାରେ ଆପଣଙ୍କର ଟୋଟାଲ୍ ନମ୍ବର ଏଠାରେ 80 ମାର୍କ ମିଳିବ। ଦେନ୍ 80 ମାର୍କରୁ ଆପଣ କେତେ ପାଇଲେ ଏଠାରେ ସେ ମାର୍କରୁ ଆପଣଙ୍କୁ ଚୟନ କରାଯିବ। ଦେନ୍ ଏଠାରେ ଉପରେ ଦିଆଯାଇଥିବା ପ୍ରତିଟି ଟେବୁଲରେ ଲେଖା ହେଇଥିବା ଏକ୍ଜାମ୍ ଗୁଡ଼ିକର ଏଠାରେ ଫୁଲ୍ ଡେସ୍କ୍ରାଇବ୍ କରାଯାଇଛି। ଯେପରିକି ଆପଣଙ୍କ ପ୍ରଥମ ଟେଷ୍ଟରେ ଯାହାକି ଆପଣଙ୍କ ଭାଷା ପରୀକ୍ଷା ହେବ, ଯାହାକି ଆପଣ ଏଠାରେ ରଚନା ଲେଖିଥାନ୍ତେ। ଦେନ୍ ଏଠାରେ ତା ବିଷୟ ପୁରା ଡେସ୍କ୍ରାଇବ୍ କରାଯାଇଛି। ଦେନ୍ ଏଠାରେ ଆପଣଙ୍କୁ ଗୋଟିଏ ରଚନା ଦିଆଯିବ। ଦେନ୍ ସେହି ରଚନାକୁ ଆପଣ 400 ଶବ୍ଦ ଭିତରେ ଆପଣ ଏଠାରେ ଓଡ଼ିଆ ଭାଷାରେ ଲେଖିବେ ଓ ଏଠାରେ ଆପଣଙ୍କୁ 4ଟି ରଚନା ଦିଆଯିବ। ସେ ମଧ୍ୟରୁ ଆପଣ ଗୋଟେ ରଚନା ଲେଖିବେ ଓ ଗୋଟିଏ ରଚନାରେ ଆପଣଙ୍କ ମାର୍କ ରହିବ 20 ମାର୍କ। ଦେନ୍ 20 ମାର୍କରୁ ଆପଣ ଯଦି 12 ମାର୍କରୁ ଅଧିକ ରଖିଲେ ଦେନ୍ ଆପଣ କ୍ୱାଲିଫାଏ ହେବେ ଏଠାରେ। ଯାହାକି ଉପର ଟେବୁଲରେ ଆପଣଙ୍କୁ 2 ନମ୍ବର ପଏଣ୍ଟରେ ଥିଲା କି ଆପଣଙ୍କୁ MCQ ଫର୍ମାଟ୍ରେ ଆପଣଙ୍କୁ ଦିଆଯିବ 40ଟି କ୍ୱେଶ୍ଚିନ୍, ଯାହାକି 4ଟି ଅପସନ୍ ଥିଲା ବାଲା କ୍ୱେଶ୍ଚିନ୍ ଆପଣଙ୍କର ରହିବ। ଦେନ୍ ସେଠାରେ ଆପଣଙ୍କର ସାଧାରଣ ଜ୍ଞାନ ଉପରେ ଆଧାରିତ ହେବ, ଯାହାକି ଜେନେରାଲ୍ ନଲେଜ୍। ଓ ଏଠାରେ ଯାହାକି ଆପଣଙ୍କ ପଞ୍ଚମ ଶ୍ରେଣୀ ଲେଭେଲର ଆପଣଙ୍କର ଏଠାରେ କ୍ୱେଶ୍ଚିନ୍ ଆସିବ ଓ ଏଠାରେ ଆପଣଙ୍କ କୌଣସି ନେଗେଟିଭ୍ ମାର୍କ ରହିବ ନାହିଁ। ଦେନ୍ ଏଠାରେ ଆପଣ ଲିଖିତ ପରୀକ୍ଷାରେ ଓଡ଼ିଆ ମାଧ୍ୟମରେ ଏଠାରେ ହେବ। ଦେନ୍ ଏଠାରେ ଆପଣ ଯଦି ସେ ପରୀକ୍ଷାଟି ନ ଦିଅନ୍ତି ଦେନ୍ ଏଠାରେ ଆପଣଙ୍କୁ ରିଜେକ୍ଟ କରିଦିଆଯିବ। ଦେନ୍ ଏଠାରେ କୌଣସି ସର୍ବନିମ୍ନ ମାର୍କ ଚୁଜ୍ କରାଯାଏ ନାହିଁ, ଏହା ଆପଣଙ୍କର ଚୟନ ବୋର୍ଡ଼ ଦ୍ୱାରା ଆପଣଙ୍କର ସର୍ବନିମ୍ନ ମାର୍କ ଚୟନ କରାଯିବ, ଯାହାକି ମିନିମମ୍ ମାର୍କ ଠାରୁ ଆପଣ ଯଦି କମ୍ ରଖନ୍ତି ଏଠାରେ ଆପଣଙ୍କୁ ରିଜେକ୍ଟ କରିଦିଆଯିବ। ଦେନ୍ ଏଠାରେ ଆପଣଙ୍କର ଲିଖିତ ପରୀକ୍ଷାଟି ଯାହାକି ଆପଣଙ୍କର MCQ ବା OMR ଫର୍ମାଟ୍ରେ ହେବ, ଯାହାକି ଆପଣ ଏଠାରେ 4ଟି ଅପସନ୍ରୁ ଗୋଟେ ଚୟନ କରିବେ। ନେକ୍ସଟ ଏଠାରେ ଆମେ 3 ନମ୍ବର ପଏଣ୍ଟକୁ ଆପଣଙ୍କର ଯିବା। ଦେନ୍ ଏଠାରେ ଆପଣଙ୍କର 3 ନମ୍ବର ପଏଣ୍ଟରେ ଆପଣଙ୍କ ଭୌତିକ ମାନଦଣ୍ଡ ଟେଷ୍ଟ, ଯାହାକି ଆପଣଙ୍କ ଫିଜିକାଲ୍ ମେଜରମେଣ୍ଟ ଟେଷ୍ଟ ହେବ। ଆପଣଙ୍କ ପୁରୁଷମାନଙ୍କ ପାଇଁ 163 ସେମି ଆପଣଙ୍କର ଉଚ୍ଚତା ରହିବ, ଓଜନ 50 କିଲୋରୁ ଅଧିକ ରହିବ ଓ ଏଠାରେ ଆପଣଙ୍କର ଚେଷ୍ଟ ବା ଛାତିର ଟେଷ୍ଟ ଏଠାରେ ଯାହାକି ଅଣସମ୍ପ୍ରସାରିତ, ଯାହାକି ଅନଏକ୍ସପେଣ୍ଡ, ଏଠାରେ ଆପଣଙ୍କର 77 cm ରହିବ ଓ ଏଠାରେ ଛାତିକୁ ଫୁଲେଇ ବା ଏକ୍ସପେଣ୍ଡ କରିକି ଆପଣଙ୍କର 81 cm ମଧ୍ୟରେ ରହିବ। ଯଦି ଏଠାରୁ କମ୍ ହୁଏ ଆପଣଙ୍କୁ ଏଠାରେ ରିଜେକ୍ଟ କରିଦିଆଯିବ। ଓ ଏଠାରେ ମହିଳାମାନଙ୍କ ପାଇଁ ଆପଣଙ୍କର 153 ସେମିର ଉଚ୍ଚତା ଆପଣଙ୍କର ରହିବ। ଦେନ୍ ଏଠାରେ 45 କିଲୋ ଓଜନ ଆପଣଙ୍କର ହେବ ଓ ଏଠାରେ ମହିଳାମାନଙ୍କ ପାଇଁ କୌଣସି ଚେଷ୍ଟର ମେଜରମେଣ୍ଟ ନାହିଁ ଓ ଏଠାରେ ଆପଣଙ୍କର ଚେଷ୍ଟ ବା ଛାତିର ଯାହା ଅଣସମ୍ପ୍ରସାରିତ ବା ଅନଏକ୍ସପେଣ୍ଡ, ଏଠାରେ ଆପଣଙ୍କର 5 cm ରହିବ ଏକ୍ସପେଣ୍ଡକୁ, ଯେପରିକି ଆପଣ 5 ସେମି ପର୍ଯ୍ୟନ୍ତ ଏଠାରେ ଛାତିକୁ ଫୁଲେଇ ପାରୁଥିବା ଦରକାର। ଦେନ୍ ଏଠାରେ ଆପଣଙ୍କର ମେଡ଼ିକାଲ ଟେଷ୍ଟ ଆପଣଙ୍କର ହେବ। ଦେନ୍ ଏଠାରେ ମେଡ଼ିକାଲର MO ବା ମେଡ଼ିକାଲ ଅଫିସର ଆସିକି ଏଠାରେ ଆପଣଙ୍କର ପ୍ରତିଟି ବଡ଼ିର ଅର୍ଗାନକୁ ଏଠାରେ ଚେକ୍ କରିବେ, ଆପଣ ଫିଜିକାଲି ଫିଟ୍ ଅଛନ୍ତି ନା ନାହିଁ ସେ ରିପୋର୍ଟ ଦେବେ। ଦେନ୍ ତାପରେ ଆପଣଙ୍କୁ ଏଠାରେ ଚୟନ କରାଯିବ। ଦେନ୍ ଏଠାରେ 5 ନମ୍ବର ପଏଣ୍ଟରେ ଯାହା ଆପଣଙ୍କର ପୂର୍ବରୁ ଟେବୁଲରେ ଥିଲା, ପୁରୁଷମାନଙ୍କ ପାଇଁ ଆପଣଙ୍କର 2 କିଲୋମିଟର ୱାକିଂ ରହିଛି, ଯାହାକି 16 ମିନିଟ୍ରେ ଆପଣଙ୍କୁ 20 ମାର୍କ ମିଳିବ। 18 ମିନିଟ୍ରେ ଯଦି କମ୍ପ୍ଲିଟ୍ କରନ୍ତି 15 ମାର୍କ, ଦେନ୍ ଯଦି 20 ମିନିଟ୍ ଆପଣଙ୍କୁ ଲାଗେ ଦେନ୍ ଆପଣଙ୍କୁ 10 ମାର୍କ ମିଳିବ। ସେହିଭଳି ଏଠାରେ ମହିଳା ସାଧାରଣ ବର୍ଗ ବା ଅନରିଜର୍ଭ, ଏଠାରେ ଆପଣଙ୍କୁ 2 କିଲୋମିଟର ୱାକିଂ, 18 ମିନିଟ୍ରେ ଆପଣଙ୍କୁ 20 ମାର୍କ ମିଳିବ। ଦେନ୍ 20 ମିନିଟ୍ରେ ଯଦି କମ୍ପ୍ଲିଟ୍ କରୁଛନ୍ତି 15 ମାର୍କ, ଦେନ୍ 22 ମିନିଟ୍ରେ ଯଦି କମ୍ପ୍ଲିଟ୍ କରୁଛନ୍ତି ଆପଣଙ୍କୁ 10 ମାର୍କ ଏଠାରେ ଦିଆଯିବ। ଓ ଏଠାରେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ମଧ୍ୟ ଦିଆଯାଇଛି, ଯାହାକି ଆପଣ ଏନେକ୍ସର E ଫର୍ମକୁ ଏଠାରୁ ନେଇ ଆପଣ ଫିଲ୍ଅପ୍ କରିବେ
और ए फॉर्म रे लिखा है कि आपण एठारे शारीरिक भाव में सुस्थ अछंती और यही शारीरिक दक्षता परीक्षा आपण एठारे अंशग्रहण करुछंती बोली आत्मघोषणा करेंगे और एठारे ए फॉर्म टी को एठारे सबमिट करेंगे। जदि ए फॉर्म टी आपण सबमिट न करती देन एठारे आपको रिजेक्ट कर दिया जिवो। देन एठारे आपण सिलेक्ट करथिबा ट्रेड अनुसार एठारे आपनको एग्जाम करा जिवो, जेपरि कंप्यूटर चलाइबा, इलेक्ट्रिशियन, बारिक, राजमिस्त्री, बढ़ई, ड्राइविंग सेपरि आपनको टेस्ट करा जिवो। देन एठारे आपण जदि ड्राइविंग सिलेक्ट करछन्ती देन आपन पाखे LMV, MMV और HMV रो ड्राइविंग लाइसेंस थिबा दरकार, नले आपनको रिजेक्ट कर दिया जिवो। देन नेक्स्ट आपण एठारे व्यक्तिगत साक्षात्कार बा इंटरव्यू सेक्शन रही जहाँकि आपको 20 मार्क एठारे मिलिबो। देन एठारे कार्य थिबा समय जदि आपण किए संपर्क जदि एठारे मृत्युवरण करछन्ती तो आपको अतिरिक्त एठारे 10 नंबर दिया जिवो। देन यह थिला टोटाल चयन प्रक्रिया राउरकेला होमगार्ड तरफ। जदि आपको ये PDF टी दरकार यह हम टेलीग्राम चैनल आपन पाइजिबे। देन टेलीग्राम चैनल लिंक टी वीडियो डिस्क्रिप्शन और ए चैनल अबाउट सेक्शन आपन पाइजिबे। तो आज वीडियो आपको किपरि लागले कमेंट माध्यम रे जणांतु। जदि वीडियो पसंद आसी लाइक करंतु, शेयर करंतु और एहीपरि जॉब रिलेटेड इन्फॉर्मेशन जानिया पे आम चैनल को सब्सक्राइब करी बेल आइकन को टर्न ऑन कर रखंतु।